ଯେଉଁଠି ଅହରହ ଯୋଗୀ ମୁନି ଋଷି ମାନଙ୍କର ସହ ପରମ ପୁରୁଷଙ୍କର ରାସଲୀଳା ଅଦୃଶ୍ୟ ସୂକ୍ଷ୍ମ ସତ୍ତାରେ ଚାଲିଛି, ଯେଉଁଠି ଅହରହ ରାଧା ଆଉ କୃଷ୍ଣଙ୍କର ରାସ ଚାଲିଛି, ଯେଉଁଠି ନୀତି ଜୀବାତ୍ମା ରୂପକ ରାଧା ପରମାତ୍ମା ରୂପକ କୃଷ୍ଣଙ୍କ ସହ ରାସ ରହୁଛନ୍ତି, ସେଇ ପ୍ରେମର ରାସ ଅହରହ ଚାଲିଛି ବୋଲି ଏ ସଂସାର ତିଷ୍ଠିଛି। କୋଟି କୋଟି କଳ୍ପ, ଯୁଗ ନୁହେଁ କଳ୍ପ ବିତିଗଲେ ମଧ୍ୟ ଏହି ଲୀଳା ବନ୍ଦ ହେବ ନାହିଁ। ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସ ଲେଖିଲେ, ନୀଳାଦ୍ରିସ୍ତୌ ଜଗନ୍ନାଥ କ୍ରୀଡ଼ତେ ରାଧାୟ ମୁଦା, କୋଟି କଳ୍ପନ୍ତରେ ଯସ୍ୟ ଲୀଳା ଭଗ୍ନ ନ କଦାଚିତ୍। ଅନନ୍ତ କୋଟି ଯୁଗ ବିତିଗଲେ ମଧ୍ୟ କେବେ ମଧ୍ୟ ଏହି ଲୀଳା ବନ୍ଦ ହେବ ନାହିଁ। ଅର୍ଥାତ୍ ଏହି ପୁରୁଷୋତ୍ତମ କ୍ଷେତ୍ରରେ ସ୍ୱୟଂ ପୁରୁଷୋତ୍ତମ ନାମ ଧାରଣ କରି ଭକ୍ତମାନଙ୍କୁ ଚତୁର୍ବର୍ଗ ଫଳ ପ୍ରଦାନ କରୁଛନ୍ତି ମହାପ୍ରଭୁ। ତେଣୁ ତନ୍ତ୍ର ଜାମଳ ଗ୍ରନ୍ଥରେ କୁହାଗଲା, ଭାରତେ ଚ ଉତ୍କଳ ଦେଶେ ଭୂସ୍ୱର୍ଗେ ପୁରୁଷୋତ୍ତମ, ଦାରୁରୂପୀ ଜଗନ୍ନାଥ ଭକ୍ତ ନାମ ଅଭୟପ୍ରଦଃ। ମନୁଷ୍ୟଟି ମରିବା ପରେ ତା କର୍ମକୁ ଘେନି ସେ ସ୍ୱର୍ଗକୁ ଯିବ କି ନର୍କକୁ ଯିବ ତାର କଳ୍ପନା କରାଯାଇଥାଏ। କିନ୍ତୁ ଆପଣ ଜାଣି ଆହ୍ଲାଦିତ ହେବେ, ସାକ୍ଷାତ ସ୍ୱର୍ଗ ହେଉଛି ଏହି ପୁଣ୍ୟ ନୀଳାଚଳ ଧାମ, ଯେଉଁଠି ସ୍ୱୟଂ ଶ୍ରୀ ବିଷ୍ଣୁ ଦାରୁ ଦେହ ଧାରଣ କରି ବାସ କରୁଛନ୍ତି ଆଉ ପ୍ରତ୍ୟେକ ମନୁଷ୍ୟକୁ ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ ପ୍ରଦାନ କରୁଛନ୍ତି।